ଜୟ ଜଗନ୍ନାଥ ପିଲାମାନେ ମୁଁ ଦେବ କୁମାର ଆପଣମାନଙ୍କୁ ସ୍ୱାଗତ କରୁଛି ଦେବ କୁମାର ଏଜୁକେସନ ୟୁଟ୍ୟୁବ ଚ୍ୟାନେଲ। ପିଲାମାନେ ଏଇ ଭିଡ଼ିଓରେ ଆମେ ଆଜି ପଢ଼ିବା ଚତୁର୍ଥ ଶ୍ରେଣୀ ପିଲାମାନଙ୍କର ସାହିତ୍ୟ ବହିର ଏକ ପଦ୍ୟ ଆମେ ଆଜି ନେଇଛୁ ପିଲାମାନେ। ପଦ୍ୟଟିର ନାଁ କ'ଣ ହୋଇଛି ପିଲାମାନେ? ନା ସନ୍ଧ୍ୟା। କ'ଣ ପିଲା? ସନ୍ଧ୍ୟା। ସୂର୍ଯ୍ୟର ଅସ୍ତ ହେଲା ପରେ ଯେଉଁ ସନ୍ଧ୍ୟା ଘଟି ଆସିଥାଏ ଆମ ପୃଥିବୀ ପୃଷ୍ଠକୁ, ସେଇ ସନ୍ଧ୍ୟା କବିତାଟି ଆମେ ପଢ଼ିବା। ସେଇ ସନ୍ଧ୍ୟା କବିତାଟି କିଏ ଲେଖିଛନ୍ତି ପିଲାମାନେ? ନା ମଧୁସୂଦନ ରାଓ। କିଏ ଲେଖିଛନ୍ତି ପିଲାମାନେ? ନା ମଧୁସୂଦନ ରାଓ। ପ୍ରଥମେ ଆମେ ଲେଖକଙ୍କ ବିଷୟରେ କିଛି ଜାଣିବା, କବିଙ୍କ ବିଷୟରେ କିଛି ଜାଣିବା। ମଧୁସୂଦନ ରାଓଙ୍କ ବିଷୟରେ କିଛି ସଂକ୍ଷେପରେ ପିଲାମାନେ ମୁଁ କହୁଛି, ତମେ ଶୁଣ ପିଲାମାନେ। ମଧୁସୂଦନ ରାଓଙ୍କୁ ମଧ୍ୟ କ'ଣ କୁହାଯାଏ? କବି ଭକ୍ତ କବି ମଧୁସୂଦନ ରାଓରେ ମଧ୍ୟ କୁହାଯାଏ ପିଲାମାନେ। ସେ ଅନେକ ଛୋଟ ଛୋଟ କବିତାର ଲେଖକ ଲେଖିଛନ୍ତି ପିଲାମାନେ। କବି ମଧୁସୂଦନ ରାଓ ଯିଏକି 1853 ମସିହାରେ ସେ ଜନ୍ମଗ୍ରହଣ କରିଥିଲେ ଓ 1912 ମସିହାରେ ମୃତ୍ୟୁବରଣ କରିଥିଲେ। ତାଙ୍କ କବିତା ଯିଏ ପଢ଼ିଲେ ମନରେ ଈଶ୍ୱର ପ୍ରେମ ଆନନ୍ଦ ସୃଷ୍ଟି ହୁଏ ଯେ, ନା ନାହିଁ ପିଲାମାନେ? ତାଙ୍କ କବିତା ଆମକୁ ପ୍ରକୃତିକୁ ଭଲ ପାଇବା ପାଇଁ ଶିଖାଏ। ଯେପରିକି ମଧୁସୂଦନ ରାଓଙ୍କ ଦ୍ୱାରା କିଛି ଲିଖିତ ରଚନା ମଧ୍ୟ ଅଛି ପିଲାମାନେ। ସେଗୁଡ଼ିକ ମଧ୍ୟରେ କୁସୁମାଞ୍ଜଳି, ବସନ୍ତ ଗାଥା, ଛନ୍ଦମାଳା, ଉତ୍କଳ ଗାଥା ପ୍ରଭୃତି ତାଙ୍କର ଗୋଟେ ଗୋଟେ ଶ୍ରେଷ୍ଠ ରଚନା ପିଲାମାନେ। ଏଇ ତ ଗଲା ଆମର ମଧୁସୂଦନ ରାଓଙ୍କ ଲେଖକଙ୍କ ବିଷୟରେ କିଛି ସଂକ୍ଷିପ୍ତରେ। ତାପରେ ଆମେ ପଢ଼ିବା କବିତାଟି ପଢ଼ିବା ପିଲାମାନେ। ସନ୍ଧ୍ୟା କବିତାଟି ଆମେ ପଢ଼ିବା, ତାକୁ ଭଲ ଭାବରେ ମୋ ସହିତ ମଧ୍ୟ ତମେ ପଢ଼ ପିଲାମାନେ। ଅସ୍ତ ହେଲେ ଦିନ ମଣି ହେଲା ଦିନ ଶେଷ, ଆସଇ ରଜନୀ ରାଣୀ ଧରି କଳା ବେଶ। ସନ୍ଧ୍ୟା ହେଲା ବୋଲି ପକ୍ଷୀ ଗଣ, ରାବ ଦେଇ ଯେସା ବାସେ କରନ୍ତି ଗମନ। କ'ଣ କହୁଛି ପିଲାମାନେ ଏଠି? ଅସ୍ତ ହେଲେ ଦିନ ମଣି ହେଲା ଦିନ ଶେଷ। ଦିନ ମଣି କିଏ ମଣି? ଦିନ ମଣି ମାନେ ସୂର୍ଯ୍ୟ। ଅସ୍ତ ହେଲାଣି, ସୂର୍ଯ୍ୟ ଅସ୍ତ ହେଲାଣି ପିଲାମାନେ। ଏଠି ତମେ ଦେଖିପାରୁଥିବ ପିଲାମାନେ, ଏଠି ଲେଖା ହେଇଛି ଅସ୍ତ ହେଲେ ଦିନ ମଣି ହେଲା ଦିନ ଶେଷ। ଅସ୍ତ ହେଲେ ଦିନ ମଣି କହିଲେ ସୂର୍ଯ୍ୟ। ଏଠାରେ ସୂର୍ଯ୍ୟ ଅସ୍ତ ହେଲାଣି, ଦିନ ଶେଷ ହେଲାଣି ପିଲାମାନେ। ଦିନ ଶେଷ ହେଲାଣି, ସୂର୍ଯ୍ୟ ଅସ୍ତ ହେଲାଣି। ଆସଇ ରଜନୀ ରାଣୀ ଧରି କଳା ବେଶ। ରଜନୀ ରାଣୀ ମାନେ କିଏ? ରାତିର ରାଣୀ, ନା ନାଇଁ? ରାତିର ରାଣୀ ଯିଏକି କଳା ବେଶ ଧରି ସେ ଆଗେଇ ଆସୁଛନ୍ତି ଆମ ପାଖକୁ, ନା ନାଇଁ? ତାପରେ କ'ଣ ଦେଇଛି ପିଲାମାନେ ଦେଖିବା। ସଞ୍ଜ ହେଲା ବୋଲି ପକ୍ଷୀ ଗଣ। ସଞ୍ଜ ହେଲା ବୋଲି ପକ୍ଷୀମାନେ ରାବ ଦେଇ ସେ ନିଜର ବସାକୁ ଫେରି ଆସୁଛନ୍ତି, ନା ନାଇଁ? ପିଲାମାନେ ଦେଖିଥିବ ତମର ସନ୍ଧ୍ୟା ହେଲା ପରେ ବେଳ ଯେତେବେଳେ ବୁଡ଼ିଯାଏ, ସୂର୍ଯ୍ୟ ଯେତେବେଳେ ଅସ୍ତ ନେଇଯାଏ, ତମେ ଦେଖିଥିବ ପକ୍ଷୀମାନେ ବୋବେଇ କରି ନିଜ ବସାକୁ ସେମାନେ ଫେରି ଚାଲିଯାଆନ୍ତି। ପୁଣି ସକାଳେ ହେଲେ ସେମାନେ ପୁଣି ବୋବେଇ କରି ଖାଦ୍ୟ ସଂଗ୍ରହ ସେମାନେ ବାହାରି ପଡ଼ନ୍ତି, ତମେ ଦେଖିଥିବ ପିଲାମାନେ। ତାପରେ କ'ଣ ଦେଇଛି ଦେଖିବା। ରାବ ଦେଇ ଯେସା ବାସେ କରନ୍ତି ଗମନ। ରାବ ଦେଇ ମାନେ ସେମାନେ ପକ୍ଷୀମାନେ ରାବ ଦେଇ, ପକ୍ଷୀମାନେ ସବୁ ରାବ ଦେଇ ନିଜର ବସାକୁ ସେମାନେ ଫେରି ଯାଆନ୍ତି। ତାପରେ କ'ଣ ଦେଇଛି ପିଲାମାନେ ଦେଖିବା। ଧୂଳି ଉଡ଼େଇ ଦାଣ୍ଡେ କରି ହାମ୍ବାରଡ଼ି, ଯାଉଛନ୍ତି ଗୋରୁ ପୋଲ ଗୋଠରୁ ବାହୁଡ଼ି। ହଳ କାମ ସାରି ଚଷା ମହା ଆନନ୍ଦରେ, ନାନା ରଙ୍ଗେ ଗୀତ ଗାଇ ବାଉଡ଼େଇ ଘରେ। କ'ଣ କହିଛି ପିଲାମାନେ? ଧୂଳି ଉଡ଼େଇ ଦାଣ୍ଡେ କରି ହାମ୍ବାରଡ଼ି। ହାମ୍ବାରଡ଼ି କିଏ କରେ ପିଲାମାନେ? ଗୋରୁ ପୋଲ, ଗାଈ ବାଛୁରୀ ସମସ୍ତେ ହାମ୍ବାରଡ଼ି କରୁଛନ୍ତି। କ'ଣ ପାଇଁ? କାରଣ ଦିନ ସରିଗଲାଣି, ରାତି ଘନେଇ ଆସିଲାଣି, ରାତିର ରାଣୀ ଆସିଲାଣି। ଆମକୁ ନିଜର ବସା ଧରିବାକୁ ପଡ଼ିବ, ଆମ ନିଜ ଘର ବସା ଧରିବାକୁ ପଡ଼ିବ ପିଲାମାନେ, ନା ନାଇଁ? ଧୂଳି ଉଡ଼େଇ ମାନେ ଯେତେବେଳେ ଗୋରୁ ପୋଲ ଯାଏ, ସେତେବେଳେ କ'ଣ ଗୋଟାଏ ଗୋରୁ 5ଟା ଗୋରୁ ଯାଏ କି ପିଲାମାନେ? ପାଖାପାଖି 50-60 ଗୋରୁ ଯାଏ, ନା ନାଇଁ? ଗୋଟେ ପୋଲ କୁହାଯାଏ, ସେଟା ଗୋରୁ ପୋଲ ବୋଲି ତାକୁ କୁହାଯାଏ। ଧୂଳି ରାସ୍ତା, ମାଟି ରାସ୍ତା, ଧୂଳି ତ ଉଡ଼ିବ ନା ଆରାମସେ, ନା ନାଇଁ? ସେମାନେ ଧୂଳି ଉଡ଼େଇ କ'ଣ କରନ୍ତି? ହାମ୍ବାରଡ଼ି କରି ଗୋରୁ ପୋଲ ଗୋଠରୁ ସବୁ ଫେରୁଛନ୍ତି ପିଲାମାନେ। ଯାଉଛନ୍ତି ଗୋରୁ ପୋଲ ଗୋଠରୁ ବାହୁଡ଼ି। ସେମାନେ ନିଜର ବସାକୁ ସବୁ ଗୋରୁ ଗୋଠରୁ ସେମାନେ ନିଜ ଘରକୁ ସବୁ ହାମ୍ବାରଡ଼ି କରିକି ସବୁ ପଳେଇ ଯାଉଛନ୍ତି, ନା ନାଇଁ? ତାପରେ କ'ଣ ଦେଇଛି ପିଲାମାନେ ଦେଖ ଏଠି।
ହଳ କାମ ସାରି ଚଷା ମହା ଆନନ୍ଦରେ। କ'ଣ କହିଛି? ଚାଷୀମାନେ ହଳ କାମ ସାରି ମହା ଆନନ୍ଦରେ ମନ ଖୁସିରେ ସେମାନେ କୁଆଡ଼େ ଯାଉଛନ୍ତି ପିଲାମାନେ? ନାନା ରଙ୍ଗେ ଗୀତ ଗାଇ ବାଉଡ଼େଇ ଘରେ। ନାନା ରଙ୍ଗରେ ଗୀତ ଗାଆନ୍ତି ସେମାନେ। ଚାଷୀମାନଙ୍କର ମନରେ ଯେତେବେଳେ ଆନନ୍ଦ ଆସେ ପିଲାମାନେ, ତମେ ଦେଖିଥିବ, ଅନୁଭବ କରୁଥିବ ଏବଂ ଦେଖିଥିବ ମଧ୍ୟ। ତମେ ଦିନେ ମାର୍କ କରିବ ଗୋଟେ ଚାଷୀକୁ କେତେ ଆନନ୍ଦରେ ସିଏ ଯଦି ଚାଷ କାମ ସରି ମନରେ ଗୁଣଗୁଣ ଗାଉଥିବ। ମାନେ ସେମାନେ ଗୁଣଗୁଣ ଗାଉଥିବେ। ମାନେ କ'ଣ? ନାକରେ ଗାଇବେ ସେମାନେ। ନାକରେ ଗାଇ ଗାଇ ମହା ଆନନ୍ଦରେ ସେମାନେ କ'ଣ ନିଜର ଘରକୁ ସେମାନେ ବାହୁଡ଼େଇ ଯାଉଛନ୍ତି, ମାନେ ଘରକୁ ଫେରି ଆସୁଛନ୍ତି। ତାପରେ କ'ଣ ହେଇଛି ପିଲାମାନେ ଦେଖିବା। ଚାହୁଁ ଚାହୁଁ ଅନ୍ଧକାର ଘଟଇ ଗଗନ, ଆବରାଇ ଜଳସ୍ଥଳ ପର୍ବତ କାନନ। ରତ୍ନ ଦୀପାବଳି ପ୍ରାୟ ତାର କୋଟି କୋଟି, ଜଳୁଛନ୍ତି ଆକାଶରେ ହୋଇ ଗୋଟି ଗୋଟି। ତ ପିଲାମାନେ ଏଠି ଦେଖିପାରୁଥିବ ଆକାଶରେ ଦେଖ, ଚାହୁଁ ଚାହୁଁ ଅନ୍ଧକାର ଘଟଇ ଗଗନ। କ'ଣ ହେଇଛି ପିଲାମାନେ? ଚାହୁଁ ଚାହୁଁ ଅଳ୍ପ କିଛି ସମୟ ମଧ୍ୟରେ କ'ଣ ଆକାଶରେ ଅନ୍ଧକାର ଘଟି ଆସୁଛି, ଯେମିତି ଆମ ପାଖକୁ ଯେମିତି ଅନ୍ଧାର ରାଣୀ ଆମକୁ ମାଡ଼ି ଆସୁଛି ପିଲାମାନେ, ନା ନାଇଁ? ଚାହୁଁ ଚାହୁଁ ଅନ୍ଧକାର ଘଟଇ ଗଗନ, ଏଇ ଆକାଶଟା ଯେପରି ଅନ୍ଧକାରମୟ ହୋଇଯାଉଛି ଚାହୁଁ ଚାହୁଁ। ତା ସହିତ ଆଉ କ'ଣ ଦେଇଛି ମାନେ ପିଲାମାନେ ଦେଖ, ଏଇଟା ସରିଲା। ତାପରେ ଆରବଇ ଜଳସ୍ଥଳ ପର୍ବତ କାନନ। କ'ଣ କହୁଛି ପିଲାମାନେ? ଜଳ ସ୍ଥଳ ପର୍ବତ ବଣ ସବୁଆଡ଼େ ଅନ୍ଧକାରମୟ, ଅନ୍ଧକାର ରାଣୀ ସବୁକୁ ପୁରା ଘେରି ଯାଇଛି ପିଲାମାନେ, ନା ନାଇଁ? ସବୁଆଡ଼େ ଅନ୍ଧକାର ହୋଇଯାଇଛି, ସବୁଆଡ଼େ ଅନ୍ଧକାର ହୋଇଯାଇଛି ନା ନାଇଁ? ରତ୍ନ ଦୀପାବଳି ପ୍ରାୟ ତାରା କୋଟି କୋଟି। କ'ଣ କହୁଛନ୍ତି ପିଲାମାନେ? ରତ୍ନ ଦୀପାବଳି, ଆକାଶରେ କୋଟି କୋଟି ତାରା ରତ୍ନ ଦୀପ ଭଳି ଗୋଟି ଗୋଟି ହୋଇ ଚଳନ୍ତି। ପିଲାମାନେ ତମେ ମଧ୍ୟ ଏଇ ଚିତ୍ରରେ ମଧ୍ୟ ଦେଖିପାରୁଥିବ ପିଲାମାନେ, ଅନ୍ଧାର ଯେତେବେଳେ ହୋଇଯାଏ ତମେ କେବେ ଆକାଶକୁ ଦେଖିବ ପିଲାମାନେ, କେତେ କୋଟି କୋଟି ତାରକା ଯେ କି ଦୀପ ଭଳିଆ ଛୋଟ ଛୋଟ ମିଞ୍ଜି ମିଞ୍ଜି କରି ସବୁ ଆମକୁ ଆଲୋକ ପ୍ରଦାନ କରୁଛନ୍ତି, ନା ନାଇଁ? ତମେ ଦେଖିପାରୁଥିବ ମଧ୍ୟ, ନିଜେ ମଧ୍ୟ ଦେଖିଛ ମଧ୍ୟ ନା ପିଲାମାନେ? ଆକାଶକୁ ଚାହିଁବ ଦେଖିପାରିବ ପିଲାମାନେ, କେତେ କୋଟି କୋଟି ତାରାକୁ ଯାହାକୁ ଗଣି ହବ ନାହିଁ ପିଲାମାନେ। ସବୁ ନକ୍ଷତ୍ର ଗୋଟି ଗୋଟି ତାରା ନକ୍ଷତ୍ର ସେମାନେ, ଯିଏକି ଦୀପ ଭଳିଆ ଜଳୁଛନ୍ତି ସେମାନେ, ନା ନାଇଁ? ଜଳୁଛନ୍ତି ଆକାଶରେ ହୋଇ ଗୋଟି ଗୋଟି, ଗୋଟି ଗୋଟି ହୋଇ ସେମାନେ ନିଜର ଆଲୋକ ଗୋଟି ଗୋଟି ହୋଇ ମିଞ୍ଜି ମିଞ୍ଜି ହୋଇ ସେମାନେ ଅନ୍ଧାରରେ ଦେଖାଯାଉଛି, ଯେଭଳି ଦୀପ ଭଳି, ଛୋଟ ଛୋଟ ଦୀପ ଭଳି ଦେଖାଯାଉଛି ପିଲାମାନେ। ତାପରେ କ'ଣ ଦେଇଛି ପିଲାମାନେ ଦେଖିବ। ଭାଙ୍ଗି ଯାଇଅଛି ଏବେ ଦିବସ ଗହଳ, ନାହିଁ ଆଉ ଏ ଭୁବନେ ଜୀବନ ଚହଳ। ଦିନ ଶ୍ରମ ଅନ୍ତେ ବସି ନିଜ ନିଜ ଘରେ, ବିଶ୍ରାମ ଲୋଡ଼ନ୍ତି ସର୍ବେ କୂଳ ଅନ୍ତରେ। ଧୀରେ ଆସୁଅଛି ନିଦ୍ରା ନରନାରୀ ଗଣ, ତାର ପରଶ ଏବେ ମୁଦିବେ ନୟନ। କ'ଣ କହୁଛି ପିଲାମାନେ? ଭାଙ୍ଗି ଯାଉଅଛି ଏବେ ଦିବସ ଗହଳ, ଦିବସର ଗହଳ ଭାଙ୍ଗିଯାଏ। ଜୀବନର ଚହଳ ଏ ପୃଥିବୀରେ ଦେଖିବାକୁ ମିଳେ ନାହିଁ। ସବୁଆଡ଼େ ପୁରା ଚୁପଚାପ, ନା ପକ୍ଷୀର ରାବ ଅଛି, ନା କେଉଁ ମଣିଷର ଗୀତ ଅଛି, ନା କେଉଁଠି କୌଣସି ଶବ୍ଦର ଶୁଭା ଯାଉଛି, ନା ନାଇଁ? ନା କିଏ କେଉଁଠି କଥା ହେଉଛି, କେଉଁ ଛୋଟ ପିଲା କେଉଁଠି କିଏ ଦୌଡ଼ୁଛି, କିଏ ଗାଡ଼ି ଚଢ଼ୁଛି, କିଏ ସାଇକେଲ ଚଲାଉଛି ଦେଖାଯାଉଛି, କିଛି ନାହିଁ। ପୁରା ସବୁ ଅନ୍ଧକାର। ସବୁ କ'ଣ ହେଇଛି ପିଲାମାନେ? ଅନ୍ଧକାର। ଭାଙ୍ଗି ଯାଇଛି ଏବେ ଦିବସ ଗହଳ। ଯେଉଁ ଦିବସ କହିଲେ ପିଲାମାନେ ଦିନ, ଦିନରେ ଯେଉଁ ଗହଳ ଥାଏ ପିଲାମାନେ, ରାତିରେ ସେତିକି ନଥାଏ। ଏବଂ ରାତି ଯେତେବେଳେ ବଢ଼ି ବଢ଼ି ଯାଇଥାଏ 12ଟା 1ଟା ବେଳକୁ ପୁରା ସୁନସାନ ହେଇଯାଇଥାଏ, ନା ନାଇଁ? ପୁରା ସୁନସାନ, ପୁରା ଚୁପଚାପ ହେଇଯାଇଥାଏ, ନା ନାଇଁ? ଆଉ କ'ଣ ଦେଇଛି ପିଲାମାନେ ଦେଖିବା। ନାଇଁ ଆଉ ଏ ଭୁବନେ ଜୀବନ ଚହଳ, ଆଉ ଚହଳ ନାହିଁ ଏ ଜୀବନର ଚହଳ ନାହିଁ, ପୁରା ଚୁପଚାପ, ଯେପରି କେହି ନାହାନ୍ତି ଏ ଦୁନିଆରେ, ନା ନାଇଁ? ଏ ରାତ୍ରିରେ କେହି ଯେମିତି ପୁରା ଚୁପଚାପ, ସବୁ ପୁରା ଚୁପଚାପ, ପୁରା ଶାନ୍ତିମୟ ଯେପରି, ନା ନାଇଁ? ଦିନର ଯେଉଁ ଗହଳି ହେଉଥିଲା ଆଉ ରାତିରେ ଆଉ ସେଇ ଗହଳି ନାହିଁ, ପୁରା ଚୁପଚାପ, ନା ନାଇଁ ପିଲାମାନେ? ଦିନ ଶ୍ରମ ଅନ୍ତେ ବସି ନିଜ ନିଜ ଘରେ। ଦିନର ଶ୍ରମ, ଦିନରେ ଯେଉଁମାନେ ସବୁ କାମ କରିଥାନ୍ତି, ସବୁ ଲୋକମାନେ ହଉ କିମ୍ବା ଚାଷୀମାନେ ହୁଅନ୍ତୁ, ସବୁ ସେମାନେ କ'ଣ କରନ୍ତି ପିଲାମାନେ? ନା ବସିକି ସେମାନେ ଅନ୍ତରେ ସେମାନେ ଦିନ ଶେଷରେ ସେମାନେ ଘରେ ବସନ୍ତି, ନା ନାଇଁ? ରାତିରେ ସେମାନେ ବସି କ'ଣ ନିଅନ୍ତି? ନା ବିଶ୍ରାମ ନିଅନ୍ତି ସେମାନେ, ନା ନାଇଁ? ଶେଷରେ ବିଶ୍ରାମ ନିଅନ୍ତି ସେମାନେ, ବସି ବିଶ୍ରାମ ଲୋଡ଼ନ୍ତି ସର୍ବେ ଆକୁଳ ଅନ୍ତରେ। କ'ଣ କହୁଛି ପିଲାମାନେ? ଦିନର ଶେଷରେ ସମସ୍ତେ ନିଜ ନିଜ ଘରେ ବସି ବିଶ୍ରାମ ଲୋଡ଼ିଥାନ୍ତି ପିଲାମାନେ। କ'ଣ ଲୋଡ଼ିଥାନ୍ତି? ବିଶ୍ରାମ ନେଇଥାନ୍ତି, ନିଜକୁ ରେଷ୍ଟ ଦେଇଥାନ୍ତି। ସେ ଚାଷୀ ହଉ
କୌଣସି ଚାକିରିଆ ହେଉ କିମ୍ବା କୌଣସି ଖଟିଖିଆ ମଣିଷ ହେଉ ସମସ୍ତେ ଦିନ ସାରା କାମ କରିଥାନ୍ତି ଏବଂ ରାତିରେ ସେମାନେ ଟିକେ ବିଶ୍ରାମ ନେଇଥାନ୍ତି, ନିଜ ଶରୀରକୁ ରେଷ୍ଟ ଦେଇଥାନ୍ତି। ତାପରେ କ'ଣ ଦେଇଛି ପିଲାମାନେ ଦେଖିବା, ଧୀରେ ଆସୁଅଛି ନିଦ୍ରା ନର ନାରୀ ଗଣ, ଧୀରେ ଧୀରେ ଆସୁଅଛି ନିଦ୍ରା, ନିଦ୍ରା ଧୀରେ ଧୀରେ ଆସୁଅଛି, ନିଜ ସ୍ପର୍ଶ କରୁଅଛି ନର ନାରୀମାନଙ୍କୁ, ସମସ୍ତଙ୍କୁ, ଝିଅ ପୁଅ ପୁରୁଷ ମହିଳା ସମସ୍ତଙ୍କୁ ଏଠି ନିଦ୍ରା ଘାରୁଅଛି, ନିଦ୍ରା ଘାରୁଅଛି ପିଲାମାନେ। ତାହାର ପରଶେ ଏବେ ମୁଦିବେ ନୟନ, ତାହାର ପରଶରେ ତା ଆପଣାରେ ଆଖି ବୁଦି ଶୋଇଯିବେ ସମସ୍ତେ। କ'ଣ କରିବେ ପିଲାମାନେ, ତାହାର ପରଶରେ ଏବେ ସମସ୍ତେ ନିଜ ନିଜର ଆଖି ବୁଝି କ'ଣ କରିବେ, ଶୟନ କରିବେ, ଶୋଇଯିବେ ସମସ୍ତେ। ନା ନା ପିଲାମାନେ ବୁଝିପାରିଲ। ତାପରେ ଦେଖିବା, ତାପରେ ଆଉ ପିଲାମାନେ ତମର ଆଉ କବିତାଟି ନାହିଁ, ସରିଯାଇଛି ପିଲାମାନେ। ତାପରେ ଆସିଲା ତମର ଅଭ୍ୟାସ କାର୍ଯ୍ୟ, ଯିଏକି ଆମେ ଏହାର ନେକ୍ସଟ ଭିଡ଼ିଓରେ ଆମେ ତାକୁ ପଢ଼ିବା ପିଲାମାନେ। ତା ସହିତ ପିଲାମାନେ ଆଜି ତମର ଏଇ ସନ୍ଧ୍ୟା କବିତାଟି ପଢ଼ା ସରିଲା ପିଲାମାନେ। ଯଦି ଭିଡ଼ିଓଟି ଭଲ ଲାଗେ ଲାଇକ୍ କରିବ, ଅନ୍ୟ ସାଙ୍ଗସାଥିମାନଙ୍କୁ ସେୟାର ମଧ୍ୟ କରିଦେବ। ତା ସହିତ ଆମ ଚ୍ୟାନେଲକୁ ଯେଉଁମାନେ ଯାଇ ସବସ୍କ୍ରାଇବ୍ କରିନ, ଏବେ ହିଁ ଯାଇକି ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅ, କାରଣ ମୁଁ ଯେତେବେଳେ ହିଁ ଭିଡ଼ିଓ ଅପଲୋଡ଼ କରିବି ତୁମ ପାଖକୁ ନୋଟିଫିକେସନ୍ ଚାଲିଯିବ ଓ ତୁମେ ନିଜ ଘରେ ବସି ନିଜ ମୋବାଇଲରେ ମୋ ଭିଡ଼ିଓ ଗୁଡ଼ିକ ଆରାମସେ ବସି ଦେଖିପାରିବ। ତା ସହିତ ତୁମର ଚତୁର୍ଥ ଶ୍ରେଣୀ ପିଲାମାନଙ୍କର ସାହିତ୍ୟ ବହିର, ଇଂଲିଶ ବହି, ଗଣିତ ବହି, ପରିବେଶ ବହି, ସବୁ ବହିର ସମସ୍ତ ବିଷୟ ଏଇ ଦେବକୁମାର ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲରେ ପଢ଼ାଯାଉଅଛି, ତୁମେ ମଧ୍ୟ ଦେଖିପାରିବ ଯାଇକରି। ତା ସହିତ ତୁମର କୋଶ୍ଚିନ୍ ଆନ୍ସର୍ ମଧ୍ୟ, ସମସ୍ତ ବିଷୟର କୋଶ୍ଚିନ୍ ଆନ୍ସର୍ ମଧ୍ୟ ଏଇ ଦେବକୁମାର ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲରେ କରାଯାଉଅଛି, ସେଗୁଡ଼ିକୁ ମଧ୍ୟ ତୁମେ ଦେଖିପାରିବ। ସମସ୍ତ ଭିଡ଼ିଓ ଦେଖିବା ପାଇଁ ହେଲେ ତୁମକୁ କ'ଣ କରିବା ପାଇଁ ପଡ଼ିବ ପିଲାମାନେ, ନା ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ପଡ଼ିବ, କାରଣ ମୁଁ ଯେତେବେଳେ ଭିଡ଼ିଓ ଅପଲୋଡ଼ କରିଦେବି ତୁମ ପାଖକୁ ସେ ଭିଡ଼ିଓ ଚାଲିଯିବ ଓ ତୁମେ ସେତେବେଳେ ଘରେ ବସିକି ଦେଖିପାରିବ। ନା ନାହିଁ ପିଲାମାନେ? ତ ପିଲାମାନେ ଆଜି ପାଇଁ ଏତିକି। ଭିଡ଼ିଓଟି ଭଲ ଭାବରେ ବୁଝିପାରିଲ ତ? ଯଦି ବୁଝିପାରିନ ଆଉ ଥରେ ଭିଡ଼ିଓଟି ଭଲ ଭାବରେ ଦେଖ ପିଲାମାନେ, ଭଲ ଭାବରେ ବୁଝିପାରିବ। ନା ନାହିଁ ପିଲାମାନେ? ଆଜି ପାଇଁ ଭିଡ଼ିଓଟି ଏତିକି, ଦେଖା ହେବା ନେକ୍ସଟ ଭିଡ଼ିଓରେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।